ଗୋଟିଏ କଥା ହେଉଛି, ଆମେ ପିଲା ପାଖରେ ପାଠ ପଢିଲା ବେଳେ ବସୁଛେ। ତାକୁ କହିଦଉଛେ ଯାହା ପାଠ ଅଛି ଲେଖ। ସେ ପାଠ କରିଲା। କିନ୍ତୁ ଆମେମାନେ କଣ କରୁଛେ? ନା ନିଜ ମୋବାଇଲରେ ବ୍ୟସ୍ତ। ଆମମାନଙ୍କ ପାଖରେ 24 ଘଣ୍ଟା ସମୟ। କିନ୍ତୁ ପିଲାକୁ ଯୋଉ ଘଣ୍ଟାଏ କିମ୍ବା 2 ଘଣ୍ଟା ତା ପାଖରେ ବସିବା, ସେତିକି ବେଳେ ବି ଆମେ ମୋବାଇଲ ଦେଖୁଛେ। ଆମ ପାଖରେ ସମୟ ନାହିଁ ନା? ପିଲାର ଭବିଷ୍ୟତ ଗଠନ ପାଇଁ ଆମେ ତାକୁ ସମୟ ଗୋଟାଏ ଘଣ୍ଟା ଦଉଛେ। କିନ୍ତୁ ଆମ ମନ ବୁଝିବା ପାଇଁ ଘଣ୍ଟାଏ ସମୟ ଦଉଛେ। ପ୍ରକୃତ ସମୟ ଆମେ ଦଉନେ। କାରଣ ଆମେ ତ ସେଇ ସମୟରେ ମୋବାଇଲରେ ବ୍ୟସ୍ତ ରହିଲେ। ତା ସମୟ ଦେଲେ କେତେବେଳେ? ସେ କଣ ପଢିଲା ଆମେ ଦେଖିଲେ କେତେବେଳେ? ହେଲେ କହୁଛେ ପଢ, କିନ୍ତୁ ସେ ପାଠ ପଢୁନି। ଖାଲି ଆପଣଙ୍କୁ ଅନଉଥିବ, ଆମକୁ ଅନଉଥିବ, ଆମେ କଣ କରୁଛେ? ମୋବାଇଲକୁ ଅନଉଛି। ଆମେ କଣ କରୁଛେ, କଣ ଦେଖୁଛେ, କୋଉ ଗୀତ ଦେଖୁଛେ। କିନ୍ତୁ ପାଠ ସେ ପଢିଲା ନାହିଁ। କିନ୍ତୁ ଟିକେ ବଡ ହେଲା ପରେ ଆମେ ଦୋଷ ଦଉଛେ, ଏ ପିଲା ପଢିଲାନି, ସବୁବେଳେ ମୋବାଇଲ ଦେଖିଲା, ବୁଲିଲା, ଖେଳିଲା, ଏଇଭଳି ଭାବରେ ତାକୁ ଦୋଷ ଦଉଛେ। କିନ୍ତୁ ପ୍ରକୃତ ଦୋଷ କାହାର ଏଠି? ଆପଣମାନେ ଶୁଣନ୍ତୁ।